ସେ ଅଙ୍ଗେଶ୍ୱର ପଡ଼ାରୁ କମ୍ପ୍ଲେନ୍ ଆସିଥିଲା। ଜଏଣ୍ଟ ସର୍ଭେ କଲୁ ଆମେ, ତହସିଲଦାର, ମୁଁ ଆଉ ପୋଲିସ। ଆଜ୍ଞା ସେଇଠି କେତେ 30-40 ଟ୍ରିପ୍ ଦେଖାହେଲା ଖୋଳା ହେବାର, ଆଜ୍ଞା ଅଧିକ ବି ଖୋଳା ହେଇଥାଇପାରେ। ଆଜ୍ଞା ତ ସେ 100 ମିଟର ଦୂରରେ ଗୋଟେ କ୍ରଲର୍ ଥିଲା, ହଁ ତ ତାପରେ FIR ପକାଇଛି। ଆଜ୍ଞା ସାର୍ କ'ଣ FIR ହେଇଛି ସାର୍? ସେ ଇଲିଗାଲ୍ ମାଇନିଂଙ୍କର ଏଭିଡେନ୍ସ ଅଛି ବୋଲି କହିଛୁ ଆମେ, ଫଟୋ ଫଟୋ ଦେଇଛୁ। ତ ଯାହା ପୋଲିସ ଇନଭେଷ୍ଟିଗେସନ୍ କରିକି ଯାହା କରିବ। ସାର୍ ପ୍ରାଇମେରୀ ଇନକ୍ୱାରି ସାର୍ କ'ଣ ଜଣାପଡ଼ିଲା? ଯେତେବେଳେ ଆପଣ ଗଲେ ଦେଖିଲେ କ'ଣ ଜଣାପଡ଼ିଲା? ଯେହେତୁ ସେ ଘାଟ ତ ବନ୍ଦ ଅଛି, ସେ ତାଙ୍କର ଇଲିଗାଲି ଉଠାଉଛନ୍ତି, ସେ ବନ୍ଧ ଭାଙ୍ଗୁଛି, ସେ ଇକୋଲୋଜି ପାଇଁ ଖରାପ। ଆଜ୍ଞା ତ ସେଇ ଯୋଗୁଁ ଆକ୍ସନ୍ ନିଆହେଲା। ଆମେ ତ ଗାଡ଼ି ଧରୁଛୁ, ଯାହା ଅଛି ମେସିନ୍ ଯାହା ସାଇଡ଼୍ ଅଛି ତା FIR ପକାଉଛୁ। ଆଜ୍ଞା ଘାଟ ଉପରେ କିଛି ହେବ କି ଆକ୍ସନ୍? ଘାଟ ବାଲାଙ୍କର ଗାଡ଼ି ନଥିଲା ସେଇଟା ଆଉ ଜଣେ କିଏ ଅନନ୍ୟ ଲୋକର। ତ ଇନଭେଷ୍ଟିଗେସନ୍ ପରେ ଜଣାପଡ଼ିବ। ଉପସ୍ଥିତ ଅଧିକାରୀ ସହିତ କଥା ହେଲି